ବିଜେଡି ଏଭଳି ଅବସ୍ଥାରେ ଅଛି ଯେକୌଣସି ଭିତରେ ଭାଙ୍ଗିକିରି ପଡ଼ିଯାଇପାରେ। ଯୋଉ ବ୍ୟକ୍ତିଙ୍କ ପାଇଁ ଦଳ ସମସ୍ତେ ବିରୋଧ କରୁଛନ୍ତି ଏବଂ କହୁଛନ୍ତି ଜଣେ ଲୋକଙ୍କ ପାଇଁ ଏ ଦଳ ହାରିଲା, ଏଇ ବିଜେଡି ଲୋକ କହୁଛନ୍ତି ନା ନବୀନ ପଟ୍ଟନାୟକ କିନ୍ତୁ ତାଙ୍କୁ ଛାଡ଼ିବାକୁ ନାରାଜ। ପ୍ରତ୍ୟକ୍ଷରେ ହଉ ପରୋକ୍ଷରେ ହଉ ସିଏ ତାଙ୍କର ଛାଇ ଭଳିଆ ତାଙ୍କ ପାଖରେ ଅଛନ୍ତି। ଆଉ ତାଙ୍କର କ'ଣ ଯୋଗସୂତ୍ର ବିଜେପି ସହିତ ରହିଛି ତା ମଧ୍ୟ ଗୋଟିଏ ବଡ଼ ରହସ୍ୟମୟ କଥା। ତାଙ୍କର ତାଙ୍କ ପତ୍ନୀ ସୁଦାତା କାର୍ତ୍ତିକେୟନଙ୍କର କେତେ ସମୟ ଲାଗିଲା ଭିଆରଏସ୍ କୁ ଆପ୍ରୁଭ୍ କରିବା ପାଇଁ? ନାଇଁ ଆପଣଙ୍କର ମନେ ତାଙ୍କ ନିଜର ଭିଆରଏସ୍ କେତେ ସମୟ ଭିତରେ ହେଇଗଲା। ଆପଣ ଲକ୍ଷ୍ୟ କରିଥିବେ କ୍ଷମତାରେ ଯେତେବେଳେ ସେମାନେ ଥିଲେ ବିଜେଡି ଦଳ, ଆପଣ ସେତେବେଳେ ସବୁବେଳେ ଦେଖନ୍ତୁ ଗୋଟେ ଚର୍ଚ୍ଚା ହଉଥିଲା ଯେ ତାଙ୍କର ବିଜେପି ଦଳ ସହିତ କେନ୍ଦ୍ରରେ ଗୋଟେ ଯୋଗସୂତ୍ର ରହିଛି ଏବଂ ନବୀନ ପଟ୍ଟନାୟକଙ୍କର ସେତେବେଳେ ପଲିସି ଥିଲା ଆମେ କେନ୍ଦ୍ର ସରକାରଙ୍କ ସହିତ ହାତ ମିଳେଇକିରି ଚାଲିବା। ହାତ ମିଳେଇ ଚାଲିଲେ ଆମକୁ ଆଉ ସିବିଆଇ ଇଡି ଏହାର ଭୟ ରହିବନି। ଏଠି ଆମର ଜନସାଧାରଣଙ୍କୁ ଓଡ଼ିଶାର ଲୋକମାନଙ୍କୁ ଗୋଟେ ନୂଆ ପ୍ରକାର ଇମେଜ ତାଙ୍କ ଆଗରେ ଆମେ ତିଆରି କରିବା କେମିତି ନା ବିଜେପି କି ସବୁବେଳେ ଗାଳି ଦେବା। ଏଠି ଭୁବନେଶ୍ୱରରେ ବିଜେପି କି ଗାଳି ଦେବେ, ସେଠି ଯାଇକିରି କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିକିରି ସେଠି ବିଜେପି କି ହାତ ଯୋଡ଼ିକିରି ଛିଡ଼ା ହେବେ। ଇଏ ଥିଲା ନବୀନ ପଟ୍ଟନାୟକଙ୍କର ପଲିସି ସେତେବେଳେ ଥିଲା। ଆପଣ ତ କିଛି ସମସ୍ତେ କଥା ଲକ୍ଷ୍ୟ କରିଥିବେ ମଧ୍ୟ ଚାରିଆଡ଼େ ଚର୍ଚ୍ଚା। ଏବେ ସରକାରରୁ ଗଲା ପରେ ଅବସ୍ଥା ଅସମ୍ଭାଳ। ବିରୋଧୀ ଦଳ ପୁରା ଫୁଲ୍ ଦମରେ ବିରୋଧୀ ଦଳରେ ରହିବା ଦରକାର ବିଜୁ ଜନତା ଦଳ। ବିଜୁ ଜନତା ନହେଲେ କଂଗ୍ରେସର ଶକ୍ତି ବଢୁଛି। ନାଇଁ ସେମାନେ ଅପୋଜିସନ ସ୍ପେସ୍ କଂଗ୍ରେସ ନଉଛି। ନାଇଁ ବର୍ତ୍ତମାନ ତାଙ୍କର ନିଜର ସ୍ଥିତି ଟଳମୂଳ। ସେମାନେ ବିରୋଧୀ ଦଳର ଭୂମିକା ଠିକ ଭାବରେ ନିର୍ବାହ କରିକି ଲୋକଙ୍କ ଭିତରେ ତାଙ୍କର ହରେଇଥିବା ପତିଆରାକୁ ବା ହରେଇଥିବା ଲୋକପ୍ରିୟତାକୁ ପୁଣି ଜାଗରଣ କରାଇବେ, ଏ ଅବସ୍ଥାରେ ସେ ଆଉ ନାହାନ୍ତି। ଏ ଅବସ୍ଥାରେ ଥିବା ଦରକାର ନା। ତ ବର୍ତ୍ତମାନ ଏଇ ଯୋଉ ଏତେ ଭିଡ଼ ସବୁ ଲାଗିଛି, ଟିଭି ଚ୍ୟାନେଲ ଘଣ୍ଟା ଘଣ୍ଟା ଧରି ବ୍ରେକିଂ ନ୍ୟୁଜ ଚଲାଉଛନ୍ତି ଏବଂ ବଡ଼ ଧରଣର ଲାଇଭ୍ ହାପେନିଂ ହଉଛି, ଏହାର ନିର୍ଯାସ କ'ଣ ହବ ଆଗକୁ? ୟାର ନିର୍ଯାସ ଏହା ହବ। ଏ ସବୁ ଆଲୋଚନା ସତ୍ତ୍ୱେ ଆପଣ ଗୋଟିଏ କଥା ମନେ ରଖିଥିବେ, ବିଜୁ ଜନତା ଦଳରେ ଆଜି ଯଦି କେହି ଜଣେ ଲୋକ ଥାନ୍ତି ଯାହାଙ୍କ ନାଁରେ ଭୋଟ ଅଛି, ଯାହାଙ୍କର ଲୋକପ୍ରିୟତାକୁ ଆଧାର କରିକିରି ସିଏ ଏବଂ ଅନ୍ୟମାନଙ୍କ ପାଇଁ ଭୋଟ ଯୋଗାଡ଼ କରୁଛନ୍ତି, ସିଏ ହେଉଛନ୍ତି ଆଉ କେହି ନୁହନ୍ତି ନବୀନ ପଟ୍ଟନାୟକ। ତାଙ୍କୁ ଆପଣ ଯେତେ ଯାହା କୁହନ୍ତୁ ତାଙ୍କ ବାବଦରେ ଆଲୋଚନା କରନ୍ତୁ, ସେ ବିରୋଧୀ ଦଳକୁ କ୍ଷମତା ଚାଲିଗଲା ପରେ ସେ ବଡ଼ ଅସହାୟ ହେଇପଡ଼ିଛନ୍ତି, ସବୁ ଠିକ ଅଛି। ଏହା ପରେ ମଧ୍ୟ ବିଜୁ ଜନତା ଦଳରେ ଦ୍ୱିତୀୟ ଲୋକ ନାହାନ୍ତି ତାଙ୍କୁ ଛାଡ଼ିକିରି ଯାହାଙ୍କ ନାଁରେ ଭୋଟ ଅଛି। ଏଇ ଯୋଉମାନେ ଆଜି ନବୀନ ନିବାସ ଯାଇଛନ୍ତି, ଆପଣ ଭାବୁଛନ୍ତି ସେ ନବୀନ ପଟ୍ଟନାୟକ ପାଖରେ ଦମ୍ଭର ସହିତ ଠିଆ ହେଇକିରି ପଚାରି ପାରିବେ କ'ଣ ଆମେ ତ କେହି ଜାଣିନୁ, ପାର୍ଲାମେଣ୍ଟାରୀ ପାର୍ଟିର କେହି ଜାଣିନାହାନ୍ତି, ଆପଣ କହିଲେ ବିରୋଧ କରିବା ପାଇଁ, ପୁଣି ସେ କେମିତି ଛିଡ଼ା ହେଲେ ଏବଂ ସିଏ କେମିତି ସମର୍ଥନ ଦେଲେ, ପୁଣି ବିବେକ ଅନୁସାରେ ଭୋଟ ଦେବା ପାଇଁ ଆପଣ କେମିତି କହିଲେ? ଏ ସାହସ ଅଛି କହିବା ପାଇଁ? ଆଙ୍କୁ ଇଏ ଆଜ୍ଞା ଅତି ଅର୍ଡିନାରୀ ନେତା ସବୁ ଆଜ୍ଞା, ଆଙ୍କ ନାଁରେ ଭୋଟ ନାହିଁ। ଇଏ କାଲି ସକାଳେ ଯଦି ସ୍ୱାଧୀନ ଭାବରେ କି ଅନ୍ୟ କୌଣସି ଦଳରୁ ମଧ୍ୟ ଲଢ଼ନ୍ତି ସେମାନେ, ଆଜ୍ଞା ମୋଟେ ୱାର୍ଡ ମେମ୍ବର ଜିତିବା କଷ୍ଟ ହେଇପଡ଼ିବ ଆଙ୍କ ପାଖରେ। ଯେତିକି ଲୋକ ଯାଇଛନ୍ତି ମୁଁ ପଚାରୁଛି, ଜଣେ ଦମ୍ଭର ସହିତ କହିପାରିବ ଯେ ମୁଁ ଏକୁଟିଆ ନିଜେ ଛିଡ଼ା ହେଇକିରି ଜିତିପାରିବି? ସେମାନେ ସବୁବେଳେ ଗୋଟେ ଛତା ଖୋଜନ୍ତି। କିଛି ବର୍ଷ ସେମାନେ ଥିଲେ ବିଜୁ ପଟ୍ଟନାୟକଙ୍କ ଛତା ତଳେ ଚାଲିଲେ, ତାପରେ ବର୍ତ୍ତମାନ ନବୀନ ପଟ୍ଟନାୟକ ଛତା ତଳେ ଅଛନ୍ତି। ତାଙ୍କର କ'ଣ ତାଙ୍କର ମାର୍କେଟ ଭ୍ୟାଲ୍ୟୁ ଆଜ ଏ ପଲିଟିସିଆନ କ'ଣ ଅଛି ମୋତେ ଆପଣ କହିଲେ? କି ସାହସରେ କୋଉ ଆପଣ କେତେବେଳେ ଏ କଥା ପଚାରିବେ? ଇଏ ଗୋଟେ ନୀତି ନିୟମର କଥା।